ରାତି ଯେତେ ଅଧିକ ଅନ୍ଧାର ହୋଇଥାଏ ତାରାମାନେ ସେତେ ଅଧିକ ଚମକିଥାନ୍ତି। ଦୁଃଖ ଯେତେ ଗଭୀର ହୋଇଥାଏ ଈଶ୍ୱର ସେତେ ଅଧିକ ନିକଟରେ ଥାଆନ୍ତି। ସେଥିପାଇଁ ପ୍ରତ୍ୟେକ ଅନ୍ଧାର ରାତି ପରେ ସକାଳ ଆସିବା ନିଶ୍ଚିତ ଏବଂ ପ୍ରତ୍ୟେକ କଷ୍ଟକର ପରିସ୍ଥିତି ପରେ ଭଲ ସମୟ ଆସିବା ନିଶ୍ଚିତ। ସତରେ ଏ ଦୁନିଆଟା କେଡ଼େ ଅଜବ। ଆମେ କାହା ପାଇଁ କିଛି ଭଲ କଲେ ବହୁତ ଖୁସି ହେଉ, କିନ୍ତୁ ମନ ଦୁଃଖ ସେବେ ଲାଗେ ଯେବେ ତା'ଠାରୁ କିଛି ଆଶା କରି ପାଇନଥାଉ। ବେଳେବେଳେ ଆମେ କିଛି ଭୁଲ ନ କରି ମଧ୍ୟ ଅନ୍ୟମାନଙ୍କ ଆଗରେ ଆମେ ଦୋଷୀ ହୋଇଯାଉ, କାହିଁକି ନା ଲୋକମାନେ ଯେଉଁଭଳି ଚାହିଁଥାନ୍ତି ଆମେ ସେହିଭଳି କରିନଥାଉ ବା ସେହିଭଳି ହୋଇନଥାଉ। ଆମକୁ ଯିଏ ଥଟ୍ଟା କରୁଛି ତାକୁ ଥଟ୍ଟା କରିବାକୁ ଦିଅ, ତମକୁ ଯିଏ ଖରାପ ଭାବୁଛି ତାକୁ ଭାବିବାକୁ ଦିଅ। କାରଣ ଏ ଦୁନିଆ ଏମିତି, ଏଠି ଭଲ ଲୋକଙ୍କୁ ମିଳେ ନିନ୍ଦା, ଖରାପ ଲୋକଙ୍କୁ ପ୍ରଶଂସା ମିଳେ। ଚେହେରାକୁ ତ ସମସ୍ତେ ସୁନ୍ଦର କରନ୍ତି, ହେଲେ କେହି ହୃଦୟକୁ ସୁନ୍ଦର କରିବା ପାଇଁ ଚେଷ୍ଟା କରନ୍ତି ନାହିଁ। ସମୟ ମିଳିଲେ ହୃଦୟକୁ ବି ସୁନ୍ଦର କରିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଏ ଦୁନିଆରେ ସୁନ୍ଦର ଚେହେରା ମିଳିଯିବା ସହଜ, ହେଲେ ସୁନ୍ଦର ହୃଦୟ ମିଳିବା ବହୁତ କଷ୍ଟ। ଆମ ଜୀବନର ସବୁଠାରୁ ବଡ଼ ଯନ୍ତ୍ରଣା ହେଉଛି ଯେଉଁମାନଙ୍କୁ ଆମେ ବହୁତ ଭଲ ପାଉ ସେମାନେ ଆମକୁ କେବେ ବି ବୁଝିପାରନ୍ତି ନାହିଁ। କେତେକ ପରିବାରରେ ପିଲା ତ ଅଛନ୍ତି କିନ୍ତୁ ପୁଅ ନାହାନ୍ତି। ବହୁତ ଲୋକ ବୁଝାଇଥାନ୍ତି କି ଈଶ୍ୱର କୃପା ନାହିଁ ବୋଧେ, କିନ୍ତୁ ଏପରି ନୁହେଁ। ପୁତ୍ର ଜନ୍ମ ପିତାଙ୍କ ଋଣ ଶୁଝିବା ପାଇଁ ହୋଇଥାଏ। ଯଦି ଆପଣଙ୍କ ଉପରେ ପୂର୍ବଜନ୍ମର ଋଣ ନାହିଁ ତେବେ ପୁଅ ନୁହେଁ ଝିଅ ଜନ୍ମ ହେବ ଏବଂ କନ୍ୟାଦାନ କରିବାର ମହାପୁଣ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ସ୍ୱାମୀ ପାଇଁ ସ୍ତ୍ରୀ ଠାରୁ ବଡ଼ ଏବଂ ସ୍ତ୍ରୀ ପାଇଁ ସ୍ୱାମୀଠାରୁ ବଡ଼ କେହି ବଡ଼ ମିତ୍ର ଓ ବନ୍ଧୁ ହୋଇପାରିବେ ନାହିଁ। ଯଦି ଉଭୟ ନିଜ ଭିତରେ ବୁଝାମଣା ରଖି ଜୀବନର ପ୍ରତ୍ୟେକ ନିଷ୍ପତ୍ତି ମିଶିକରି ନେବେ ତେବେ ପୁରା ଜୀବନ ସୁଖ ଶାନ୍ତିରେ କଟିଯିବ। ସ୍ତ୍ରୀକୁ ନିଜର କରିବା ପରେ ପୁରୁଷଙ୍କର ସ୍ତ୍ରୀ ପ୍ରତି ଥିବା ଆଗ୍ରହ ଧୀରେ ଧୀରେ କମି ଯାଇଥାଏ, କିନ୍ତୁ ପୁରୁଷକୁ ନିଜର କରିବା ପରେ ସ୍ତ୍ରୀ କେବେ ତାଙ୍କୁ ଛାଡ଼ିକି ରହିପାରନ୍ତି ନାହିଁ। ଭାଗ୍ୟବାନ ହୋଇଥାଏ ସେହି ପୁରୁଷ ଯାହାକୁ ପ୍ରେମ କରୁଥିବା ସ୍ତ୍ରୀଟିଏ ମିଳିଥାଏ, ଆଉ ଭାଗ୍ୟଶାଳୀ ହୋଇଥାଏ ସେହି ସ୍ତ୍ରୀ ଯିଏକି ପୁରୁଷର ଅନ୍ତିମ ପ୍ରେମିକା ହୋଇଥାଏ। ଯାହାକୁ ତୁମେ ଭଲ ପାଉଛ ତାକୁ କେବେ ଜାଣିବାକୁ ଦିଅ ନାହିଁ ଯେ ତୁମେ ବେଶୀ ଭଲ ପାଉଛ ବୋଲି। ଯଦି ସେ ଜାଣିପାରେ ତୁମେ ତାକୁ ବେଶୀ ଭଲ ପାଅ ବୋଲି, ତାହେଲେ ସେ ତୁମକୁ କଷ୍ଟ ଦେବା ଆରମ୍ଭ କରିବ, କାରଣ ମଣିଷ ବେଶୀ କିଛି ପାଇଲେ ତା'ର ମର୍ଯ୍ୟାଦା ଦେଇ ଜାଣେ ନା। ପ୍ରେମର ଶକ୍ତି ଗୋଟେ ସ୍ତ୍ରୀ ପାଇଁ ସବୁଠୁ ବଡ଼ ଶକ୍ତି ହେଉଛି ତା ସ୍ୱାମୀ। ସ୍ୱାମୀର ଭଲ ପାଇବା ଏବଂ ବିଶ୍ୱାସ ଥିଲେ ସାରା ଦୁନିଆକୁ ଜିତିପାରେ। ସ୍ୱାମୀଙ୍କ ସାଥ ନଥିଲେ ସେ ନିଜଠାରୁ ବି ହାରିଯାଏ। ଯେତେବେଳେ ଜଣେ ଲୋକର ଭଲ କାମକୁ ପ୍ରଶଂସା କରାଯାଏ ସମସ୍ତେ ଚୁପ୍ ରୁହନ୍ତି, କିନ୍ତୁ ଯେତେବେଳେ ସେହି ଲୋକର ନିନ୍ଦା କରାଯାଏ ସେତେବେଳେ ଆଙ୍ଗୁଠି ଦେଖାଇ ନିନ୍ଦା କରିବାକୁ ଲୋକଙ୍କ ଅଭାବ ନଥାଏ। ମିଛ ଆଶା, ମିଛ ପ୍ରତିଜ୍ଞା ଆଉ ମିଛ ଭରସା ଦେଇ କାହାର ଜୀବନକୁ ନଷ୍ଟ କରନ୍ତୁ ନାହିଁ, ନହେଲେ ସମୟ ଆସିଲେ ସୁଧ ସହ ତୁମ ପାଖକୁ ଫେରି ଆସିବ। ତାକୁ ସବୁବେଳେ ଖୁସି ଦିଅ। ସ୍ୱାମୀଠୁ ନିଜର ଆଉ କେହି ନୁହେଁ। ଏମିତି ଏକ ସମୟ ଆସେ ଯେତେବେଳେ ଝିଅଟି ବାପା ମାଆଙ୍କ ଉପରେ ବୋଝ ହୋଇଯାଏ, କିନ୍ତୁ ଗୋଟିଏ ସ୍ୱାମୀ ମରିବା ଯାଏଁ କଠିନ ପରିଶ୍ରମ କରି ତା ସ୍ତ୍ରୀକୁ ଖୁସିରେ ରଖିଥାଏ। ଜୀବନର ପ୍ରତ୍ୟେକ ପାହାଚରେ ଆମକୁ କିଛି ନା କିଛି ଶିଖିବାକୁ ମିଳେ। ସମ୍ପର୍କ ସମସ୍ତଙ୍କ ସହ ରଖନ୍ତୁ, କିନ୍ତୁ ଆଶା କାହା ଉପରେ ରଖନ୍ତୁ ନାହିଁ, କାହିଁକି ନା ଆଶା ସେହିମାନେ ଭାଙ୍ଗିଥାନ୍ତି ଯାହା ଉପରେ ଆମେ ନିଜଠାରୁ ଅଧିକ ଭରସା କରିଥାଉ। ସନ୍ଦେହ, ରାଗ ଆଉ ଅଭିମାନ ସେହି ମଣିଷ କରିଥାଏ ଯିଏ ଆପଣଙ୍କୁ ନିଜଠାରୁ ଅଧିକ ଭଲ ପାଇଥାଏ। ନହେଲେ ଏ ଦୁନିଆରେ କିଏ କ'ଣ କରୁଛି, କାହିଁକି କରୁଛି ତା ପ୍ରତି କେହି ଗୁରୁତ୍ୱ ଦେଇନଥାନ୍ତି। କିଛି ଲୋକଙ୍କୁ ଆମେ କେତେ ବି ନିଜର କରିବାକୁ ଚେଷ୍ଟା କରୁନା କାହିଁକି, କିନ୍ତୁ ସେମାନେ ପ୍ରମାଣ କରିଦିଅନ୍ତି ଯେ ଭଲ ପାଇବା ଆଉ ସମ୍ମାନ ପାଇବା ପାଇଁ ସେମାନେ ଯୋଗ୍ୟ ନୁହନ୍ତି। ଗୋଟେ ମଣିଷ ସେହି ଲଢ଼େଇରେ କେବେ ବି ଜିତିପାରେ ନାହିଁ ଯେଉଁ ଲଢ଼େଇରେ ଶତ୍ରୁପକ୍ଷ ସେମାନଙ୍କ ନିଜ ଲୋକମାନେ ହୋଇଥାନ୍ତି। ଏପରି ଲୋକ କେବେ ଖରାପ ନୁହନ୍ତି। ଭରସା ସେହି ଲୋକ ଉପରେ କରନ୍ତୁ
ଯିଏ ଆପଣଙ୍କ ପାଖରେ ଏହି ତିନୋଟି ଗୁଣ ଦେଖୁଥାଏ। ହସ ପଛରେ ଲୁଚି ରହିଥିବା ଦୁଃଖ, କ୍ରୋଧ ପଛରେ ଲୁଚି ରହିଥିବା ପ୍ରେମ, ନୀରବତା ପଛରେ ଲୁଚି ରହିଥିବା ଶବ୍ଦର ଜ୍ୱାଳାମୁଖୀ। ମନେ ରଖ, ସନ୍ଦେହର ଔଷଧ ନାହିଁ, ଚରିତ୍ରର କୌଣସି ପ୍ରମାଣ ନାହିଁ, ନୀରବତାଠୁ ଭଲ ଉତ୍ତର ନାହିଁ ଏବଂ ଶବ୍ଦଠୁ ତୀକ୍ଷ୍ଣ ଅସ୍ତ୍ର ଆଉ କିଛି ନାହିଁ। ଜୀବନରେ ସବୁବେଳେ ଗୋଟିଏ କଥା ମନେ ରଖୁଥିବେ, ସମୟ ବଦଳିବାକୁ ସମୟ ଲାଗିଥାଏ, କିନ୍ତୁ ମଣିଷ ବଦଳିବାକୁ ସମୟ ଲାଗେ ନାହିଁ। ଲୋକେ ତ ଚାହିଁବେ ତୁମେ ଭଲରେ ରୁହ, କିନ୍ତୁ କେବେ ଚାହିଁବେ ନାହିଁ ତୁମେ ତାଙ୍କଠାରୁ ଭଲରେ ରୁହ। ପ୍ରେମରେ ଧୋକା ଖାଉଥିବା ପୁଅ ଝିଅମାନଙ୍କ ପାଇଁ ପଦେ, ଯଦି ତୁମକୁ କିଏ ଧୋକା ଦେଉଛି କି ପସନ୍ଦ କରୁନାହିଁ, ତେବେ କେବେ ବି ମନ ଦୁଃଖ କର ନାହିଁ, କାରଣ ଗୋଟିଏ ସୁନାର ମୂଲ୍ୟ ଗୁଣିଆ ନୁହେଁ, ବଣିଆ ହିଁ ଚିହ୍ନିପାରେ। ସେହିପରି ତୁମ ଜୀବନରେ ବି ଏମିତି ଜଣେ ଆସିବ ଯିଏ ତୁମକୁ ମୂଲ୍ୟ ବୁଝିପାରିବ। ମନ ଦୁଃଖ ନ କରି ବାସ୍ ସମୟ ଅପେକ୍ଷା କର। ଝିଅମାନଙ୍କୁ କେବେ ହେଲେ ଏମିତି ସେମିତି ଭାବିବ ନାହିଁ, କାରଣ ଗୋଟିଏ ହସି ଖେଳି ବୁଲୁଥିବା ପୁଅର ଜୀବନକୁ ମିଛ ପ୍ରେମ ସ୍ୱପ୍ନ ଦେଖାଇ ମାରିବା ପାଇଁ ମଜବୁର କରିଦିଅନ୍ତି। ନାରୀଟିଏ ଦୁଃଖ ପାଇବା କାରଣ, ସେ ହେଉଛି ସେ ନିଜେ। କାରଣ ନାରୀ ସବୁବେଳେ ନିଜର ସୌନ୍ଦର୍ଯ୍ୟ ଦେଖି ପୁରୁଷଙ୍କୁ ନିଜର କରିଥାଏ। ଏ ହେଉଛି ନାରୀର ସବୁଠାରୁ ବଡ଼ ଭୁଲ। ଭଲ ପାଇବା ହୃଦୟରେ ଥାଏ, ସୌନ୍ଦର୍ଯ୍ୟରେ ନୁହେଁ। ଖାଲି ସିନ୍ଦୁର ପିନ୍ଧେଇ ଘରକୁ ଆଣିଲେ କେହି ସ୍ୱାମୀ ହୋଇଯାଏ ନାହିଁ। ଗୋଟେ ସ୍ୱାମୀର କର୍ତ୍ତବ୍ୟ ହେଉଛି ସ୍ତ୍ରୀର ମନ ଆଉ ଭାବନାକୁ ସବୁବେଳେ ବୁଝିପାରୁଥିବା ନିହାତି ଦରକାର। ମିଠା ମିଠା କଥା ଶୁଣି କେବେ କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ, କାରଣ ଆଜିକା ଦୁନିଆରେ ଲୋକଙ୍କ ଓଠରେ ମିଠା କଥା ଆଉ ଲୋକଙ୍କ ହୃଦୟରେ ବିଷ ଭରି ରହିଛି। ଯେଉଁ ନାରୀମାନେ ବିବାହ ପରେ ବାପ ଘରେ ଟ୍ୟୁସନ୍ ନିଅନ୍ତି, ଭବିଷ୍ୟତରେ ଦିନେ ନା ଦିନେ ଛାଡ଼ପତ୍ର ନିଶ୍ଚୟ ଡିଗ୍ରୀ ହାସଲ କରନ୍ତି। କଥାଟା ଖରାପ ଲାଗିପାରେ, କିନ୍ତୁ ବାସ୍ତବରେ ସତ୍ୟ। ତେଣୁ ଶ୍ୱଶୁର ଘର କଥା ବାପ ଘରେ କହିବା ଠିକ୍ ନୁହେଁ। କିଏ ତୁମକୁ କ'ଣ କହୁଛି, କିଏ ତୁମ ବିଷୟରେ କ'ଣ ଭାବୁଛି, ତାକୁ ଧ୍ୟାନ ନ ଦେଇ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେଉଥିବା ବ୍ୟକ୍ତି ଯଦି ଠିକ୍ ରାସ୍ତାରେ ଆଗକୁ ବଢ଼ିଥାଏ, ତେବେ ସେହି ଲୋକମାନେ ହିଁ ପ୍ରଥମେ ତୁମକୁ ପ୍ରଶଂସା କରିଥାନ୍ତି। ତେଣୁ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ରଖନ୍ତୁ। ଲକ୍ଷ୍ୟ ହାସଲ ହୋଇଯିବା ପରେ ଶତ୍ରୁ ବି ମିତ୍ରତାର ହାତ ବଢ଼ାଇଥାଏ। କେଉଁ ଅବସ୍ଥାରେ ଆଣିକି ଛାଡ଼ିଦେଲା ଏ ଜୀବନ। ଦିନ ଥିଲା ସବୁ କଥାରେ ହସୁଥିବା ପୁଅଟି ଆଜି ସବୁ ସମୟରେ କାନ୍ଦୁଛି।